ନମସ୍କାର, ମୁଁ ଚାରୁଳା ତ୍ରିପାଠୀ। ଆଜି ଶୀତଳଷଷ୍ଠୀ। ଶୀତଳଷଷ୍ଠୀ ହେଉଛି ପୌରାଣିକ ମତ ଅନୁଯାୟୀ ବିଶ୍ୱର ପ୍ରଥମ ପ୍ରେମ ବିବାହ। ଦେବାଧିଦେବ ମହାଦେବ ମାନବୀୟ ଢଙ୍ଗରେ ଏକ ଦିବ୍ୟ ବିବାହ ମାତା ପାର୍ବତୀଙ୍କ ସହିତ କରିଛନ୍ତି। ସେହି ହିସାବରେ ଏ ପର୍ବଟିକୁ ପାଳନ କରାଯାଏ। ମୁଁ ଆଜି ଏ ଭିଡ଼ିଓଟି କରିବାର ଉଦ୍ଦେଶ୍ୟ ହେଲା, ଆଜିର ସୋସାଇଟିର ସ୍ଥିତିକୁ ଦେଖିକି ମୋତେ ଲାଗିଲା ଏଇଟା କରିବାକୁ ଠିକ୍ ହେବ। ଆମେ ସମସ୍ତେ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରୁଛେ, ମହାଦେବଙ୍କ ଭକ୍ତ ହେଉଛେ, ମହାଦେବଙ୍କ ମନ୍ଦିରକୁ ଯାଉଛେ, ମହାଦେବଙ୍କୁ ଗୁହାରି କରୁଛେ, ନିଜର ଦୁଃଖ ଶୁଣାଉଛନ୍ତି। କିନ୍ତୁ ଆମେ କ'ଣ କେବେ ମହାଦେବଙ୍କ ଚରିତ୍ରକୁ ଆକ୍ସେପ୍ଟ କରିପାରିଛେ? ମୁଁ ତ କହିବି ନାହିଁ। କାହିଁକି? ମାତା ସତୀ ଥିଲେ ଦକ୍ଷ ରାଜାଙ୍କର କନ୍ୟା। ଯେତେବେଳେ ଯଜ୍ଞରେ ରାଜା ଡାକିନଥିଲେ ତାଙ୍କ ଝିଅ ଜ୍ୱାଇଁ ସତୀ ଆଉ ଶିବଙ୍କୁ, ସେତିକି ବେଳେ ସତୀ ଯାଇଥିଲେ ଆଉ ସେଠି ଅପମାନିତ ହେଇଥିଲେ। ତାଙ୍କ ସ୍ୱାମୀଙ୍କ ଅପମାନିତର ପ୍ରତିଶୋଧ ସ୍ୱରୂପ ସେ କାହାର କିଛି ନ କରିପାରି ସେଇ ଯଜ୍ଞ ନିଆଁରେ ଝାସ ଦେଇଥିଲେ। ଯାହା ବି ହେଉ, ସେ ପରଠାରୁ ମହାଦେବ ବହୁ ଦିନ ଧରି, ଦୀର୍ଘ ବର୍ଷ ଧରି ତପସ୍ୟାରେ ରହିଲେ, ବିରହ ବେଦନାରେ ରହିଲେ। ଏ ଭିତରେ ମାତା ସତୀ ପାର୍ବତୀ ରୂପରେ ହିମାଳୟଙ୍କର କନ୍ୟା ରୂପେ ଜନ୍ମ ନେଲେ। ହିମାଳୟ ପର୍ବତରୁ ଜନ୍ମ ହୋଇଥିବାରୁ ତାଙ୍କ ନାଁ ପାର୍ବତୀ। ହିମାଳୟ ପର୍ବତର ନାମ ଅନୁସାରେ ତାଙ୍କ ନାଁ ପାର୍ବତୀ। କିନ୍ତୁ ମାତା ପାର୍ବତୀ ବି ମହାଦେବ ଶିବଙ୍କୁ ବିବାହ କରିବା ପାଇଁ ବହୁତ କଷ୍ଟ, ବହୁତ ତପସ୍ୟା, ବହୁତ କିଛି କଷ୍ଟକୁ ନିଜେ ଆକ୍ସେପ୍ଟ କରିଛନ୍ତି। ତ ମୁଁ କହିବାର କଥା, ଆଜିକା ଦିନରେ ଆମେ ମହାଦେବଙ୍କର ବିବାହ ଏତେ ଜାକଜମକରେ କରୁଛେ, ମହାଦେବଙ୍କୁ ଏତେ ମାନୁଛେ। କୌଣସି ଗୋଟେ ବିପଦ ପଡ଼ିଲେ ଆମେ ମହାଦେବଙ୍କ ଉପରେ ପାଣି ଢାଳୁଛେ, ଜଳ ଲାଗି କରୁଛେ, ଯାହା ବି କରୁଛେ। ଆମର ବିଶ୍ୱାସ ଅଛି ଯେ ଆମର ଗୁହାରି ମହାଦେବ ଶୁଣିବେ। କିନ୍ତୁ ଆମେ କ'ଣ ଭୁଲି ଯାଉନାହିଁ କି ଯେ ପ୍ରଭୁ ଦେବାଧିଦେବ ମହାଦେବ ବି ନିଜର ଭଲ ପାଇବା, ନିଜର ସମ୍ପର୍କକୁ ବଜାୟ ରଖିବାକୁ ବହୁତ ଚେଷ୍ଟା କରିଥିଲେ। ଯଦି ଆମେ ଆଜିକା ଡେଟ୍ରେ ଆଜିର ସ୍ଥିତିକୁ ପରଖିବା, ତାହେଲେ ଏଠି ପ୍ରେମ ନାଁରେ ବିଜନେସ୍, ପ୍ରେମ ନାଁରେ ମର୍ଡ଼ର, ପ୍ରେମ ନାଁରେ ସବୁ କିଛି ହେଇଯାଉଛି। ଗୋଟେ ଝିଅଟେ ପୁଅକୁ ବର୍ବାଦ କରିବାକୁ ପଛଉନି, ଗୋଟେ ପୁଅଟେ ଗୋଟେ ଝିଅକୁ ବି ବର୍ବାଦ କରିବାକୁ ପଛଉନି। ତେଣୁ ଆଜିର ଯୁବପିଢ଼ି, ଆଜିର ସୋସାଇଟିର ସମସ୍ତ ମଣିଷଙ୍କୁ ମୋର ବିନମ୍ର ଅନୁରୋଧ ଯେ ଯେମିତି ଆମେ ମହାଦେବ ଶିବଙ୍କର କୁ ଆକ୍ସେପ୍ଟ କରି ନେଇଛେ, ମହାଦେବ ଶିବଙ୍କୁ ଯେତିକି ମାତ୍ରାରେ ମାନୁଛେ, ଆମେ ଯଦି କିଛି ସମ୍ପର୍କ କେଉଁଠି କିଛି ଗଢ଼ୁଛନ୍ତି, ସେହି ହିସାବରେ ସେ ସମ୍ପର୍କକୁ ବି ସେତିକି ବିଶ୍ୱାସର ସହିତ ନିଭେଇବା, ଯାହାକି କିଛିଟା ଗୋଟେ ଡିସିପ୍ଲିନ୍ ରହିବ। କୌଣସି ଚିଟିଂ କରନ୍ତୁ ନାହିଁ, ଏଇଟା ମହାଦେବ କେବେ ବି ବରଦାସ୍ତ କରନ୍ତି ନାହିଁ। ତେଣୁ ଏତିକି ଟିକେ ମାନନ୍ତୁ, ଦେଖିବେ କେତେ ଡିସିପ୍ଲିନ୍ ହେଇଯିବ ସୋସାଇଟି। ରହୁଛି, ନମସ୍କାର।